हेलो फ्रेंड, वेलकम टू ओडिया डिपार्टमेंट। जो मैंने प्रथम थर पर चैनल को आसी चैनल को सब्सक्राइब करंतु एवं बेल आइकन को दबांतु प्रथम वीडियो नोटिफिकेशन पाइबा। तो चलंतु आरंभ करबा आज वीडियो को। ओडिया भाषा रे बहुल भाव प्रचलित थिबा एकाधिक शब्द बेले बेले गोटे अर्थ को प्रकाश करुवा देखा मिलता है। यही पर्यायर शब्द गुड़ी को प्रतिशब्द बा समपर्यायवाची शब्द कहुए। किछि प्रतिशब्द आलोचना करिबा। अग्निर प्रतिशब्द गुड़िक हूँ अनल, चित्रभानु, निआ, बह्नी, बैशानर, हुतासन, अव्यवाहन। सेहीपरि अंधकारर प्रतिशब्द गुड़िक हूँ अमा, तमसा, तिमिर, निशा और तम। सेहीपरि अमृतर प्रतिशब्द गुड़िक हूँ अमीय, पीयूष एवं सुधा। सेहीपरि असुंदरर प्रतिशब्द गुड़िक हूँ कुरूप, कुत्सित, विकृत एवं विरूप। सेहीपरि असुरर प्रतिशब्द गुड़िक हूँ दनुज, दानव, देवारी, दैत्य, राक्षस, कर्बूर, जितिसूत, रक्ष एवं शुक्रशिष्य। आईनार प्रतिशब्द गुड़िक हूँ दर्पण, आरसी, मुकुर। सेहीपरि आकाशर प्रतिशब्द गुड़िक हूँ अंतरिक्ष, अंबर, गगन, नभ, पुष्पर, व्योम। सेहीपरि आखिर प्रतिशब्द गुड़िक हूँ चक्षु, नयन, नेत्र, लोचन, अक्षि। सेहीपरि आलोकर प्रतिशब्द गुड़िक हूँ आभा, आलुओ, ज्योति, तेज, दीप्ति, द्युति और प्रभा। सेहीपरि इच्छार प्रतिशब्द गुड़िक हूँ अभिप्राय, अभिलाष, आकांक्षा, कामना, वासना, मनोरथ। सेहीपरि इंद्रर प्रतिशब्द गुड़िक हूँ सुरपति, बासव, मघवा, पुरंदर। कानर प्रतिशब्द गुड़िक हूँ कर्ण, श्रवण, श्रुति। सेहीपरि कोकिलर प्रतिशब्द गुड़िक हूँ कोइली, कलकंठ, पिक, परभृत। क्षीरर प्रतिशब्द हूँ गरस, दुग्ध, दूध, नित्यानि। सेहीपरि गछर प्रतिशब्द गुड़िक हूँ तरु, द्रुम, पादप, वृक्ष, महिरोह। सेहीपरि गणेशर प्रतिशब्द हूँ एकदंत, लंबोदर, गजानन, विघ्नराज, विनायक। सेहीपरि घरर प्रतिशब्द गुड़िक हूँ गृह, निलय, आलय, आवास, आस्थान, सदन, भवन, सद्म और निकेतन। सेहीपरि घोड़ार प्रतिशब्द गुड़िक हूँ हय, अश्व, घटक, तुरग, तुरंग, बाजी। सेहीपरि चंद्रर प्रतिशब्द गुड़िक हूँ चंद्रमा, चंद्रिका, जह्न, निशाकर, मृगांक, राजा, सुधाकर, सुधांशु, शशांक, शशि, चितांशु, कलानिधि, अशधीश एवं हिमांशु। सेहीपरि जलर प्रतिशब्द गुड़िक हूँ अंबु, उदक, पय, पानी, बारी, सलिल, नीर, उदक एवं जीवन। सेहीपरि दुर्गार प्रतिशब्द हूँ गौरी, काली, चंडिका, अंबिका, पार्वती। सेहीपरि नदीर प्रतिशब्द गुड़िक हूँ
ନିମ୍ନଗା, ଆପଗା, ସ୍ରୋତସ୍ୱିନୀ, ପୟସ୍ୱିନୀ, ତଟିନୀ, ତରଙ୍ଗିଣୀ, ସରିତ୍ ଏବଂ ନିର୍ଝରିଣୀ। ସେହିପରି ପକ୍ଷୀର ପ୍ରତିଶବ୍ଦ ଗୁଡ଼ିକ ହେଉଛି ଖଗ, ବାୟସ, ବିହଗ, ବିହଙ୍ଗ, ବିହଙ୍ଗମ, ଦ୍ୱିଜ, ଖଚର, ଅଣ୍ଡଜ। ସେହିପରି ପଦ୍ମର ପ୍ରତିଶବ୍ଦ ଗୁଡ଼ିକ ହେଉଛି ଅରବିନ୍ଦ, ଉତ୍ପଳ, କମଳ, ନଳିନ, ପଙ୍କଜ, ସରସିଜ, ନଳିନୀ, ପଙ୍କେରୁହ। ସେହିପରି ପବନର ପ୍ରତିଶବ୍ଦ ଗୁଡ଼ିକ ହେଉଛି ଅନିଳ, ଗନ୍ଧବାହ, ବାୟୁ, ମରୁତ, ସମୀର, ସମୀରଣ, ପ୍ରଭନ। ସେହିପରି ପର୍ବତର ପ୍ରତିଶବ୍ଦ ଗୁଡ଼ିକ ହେଉଛି ଅଚଳ, ଅଦ୍ରି, ଗିରି, ନଗ, ଭୂଧର, ମହୀଧର, ଶୈଳ, କୁଧର। ସେହିପରି ପାଦର ପ୍ରତିଶବ୍ଦ ଗୁଡ଼ିକ ହେଉଛି ଗଡ଼, ଚରଣ, ପୟର। ସେହିପରି ପୋଖରୀର ପ୍ରତିଶବ୍ଦ ଗୁଡ଼ିକ ହେଉଛି କାସାର, ତଡ଼ାଗ, ପୁଷ୍ପର, ପୁଷ୍କରିଣୀ, ସର, ସରସା, ସରୋବର। ସେହିପରି ପୃଥିବୀର ପ୍ରତିଶବ୍ଦ ଗୁଡ଼ିକ ହେଉଛି ଅବନୀ, ଧରଣୀ, ଧରିତ୍ରୀ, ବସୁଧା, ବସୁନ୍ଧରା, ମହୀ, ବିଶମ୍ବରା, ମେଦିନୀ, କ୍ଷମା, ସୁରଭି, ବସୁମତୀ, କ୍ଷିତି ଏବଂ ରସା। ସେହିପରି ଫୁଲର ପ୍ରତିଶବ୍ଦ ଗୁଡ଼ିକ ହେଉଛି କୁସୁମ, ପ୍ରସୂନ, ପୁଷ୍ପ ଏବଂ ସୁମନ। ସେହିପରି ବଗିଚାର ପ୍ରତିଶବ୍ଦ ଗୁଡ଼ିକ ହେଉଛି ଉଦ୍ୟାନ, ଉପବନ, ତୋଟା। ସେହିପରି ବନର ପ୍ରତିଶବ୍ଦ ଗୁଡ଼ିକ ହେଉଛି ଅଟବୀ, ଅରଣ୍ୟ, କାନନ, ବିପିନ। ସେହିପରି ବରଫର ପ୍ରତିଶବ୍ଦ ଗୁଡ଼ିକ ହେଉଛି ତୁହିନ, ତୁଷାର, ନିହାର ଏବଂ ହିମ। ସେହିପରି ବହିର ପ୍ରତିଶବ୍ଦ ଗୁଡ଼ିକ ହେଉଛି ଗ୍ରନ୍ଥ, ପୁସ୍ତକ, ପୁସ୍ତିକା ଏବଂ ପୋଥି। ସେହିପରି ବୁଢ଼ାର ପ୍ରତିଶବ୍ଦ ଗୁଡ଼ିକ ହେଉଛି ଅଥର୍ବ, ପ୍ରୌଢ଼, ବାର୍ଦ୍ଧକ୍ୟ ଏବଂ ବୃଦ୍ଧ। ସେହିପରି ବେଶ୍ୟାର ପ୍ରତିଶବ୍ଦ ଗୁଡ଼ିକ ହେଉଛି କୁଳଟା, ଗଣିକା, ବାରନାରୀ, ବାରବଧୂ, ରୂପଜୀବୀ, ସ୍ୱେରିଣୀ। ସେହିପରି ଭୃତ୍ୟର ପ୍ରତିଶବ୍ଦ ଗୁଡ଼ିକ ହେଉଛି କିଙ୍କର, ଚାକର, ଦାସ, ନୌକର ଏବଂ ବଲକରା। ସେହିପରି ମନ୍ଦିରର ପ୍ରତିଶବ୍ଦ ଗୁଡ଼ିକ ହେଉଛି ଦେଉଳ, ଦେବସ୍ଥାନ, ଦେବାଳୟ। ସେହିପରି ମୟୂରର ପ୍ରତିଶବ୍ଦ ଗୁଡ଼ିକ ହେଉଛି କଳାପି, କେକି, ବହିର୍ ଏବଂ ଶିଖି। ସେହିପରି ମେଘର ପ୍ରତିଶବ୍ଦ ଗୁଡ଼ିକ ହେଉଛି କାଦମ୍ବିନୀ, ଘନ, ଜଳଦ, ଜିମୁତ, ନିରଦ, ପୟଦ, ବଳାହକ, ପାରିଦ ଏବଂ ବାରିବାହ। ସେହିପରି ଋଷିର ପ୍ରତିଶବ୍ଦ ଗୁଡ଼ିକ ହେଉଛି ତପସ୍ୱୀ, ମୁନି, ସନ୍ନ୍ୟାସୀ। ସେହିପରି ଯଶର ପ୍ରତିଶବ୍ଦ ଗୁଡ଼ିକ ହେଉଛି କୀର୍ତ୍ତି, ଖ୍ୟାତି, ସୁଖ୍ୟାତି, ସୁନାମ। ସେହିପରି ରକ୍ତର ପ୍ରତିଶବ୍ଦ ଗୁଡ଼ିକ ହେଉଛି ରୁଧିର, ଲହୁ, ଶଣିତ। ସେହିପରି ରାତିର ପ୍ରତିଶବ୍ଦ ଗୁଡ଼ିକ ହେଉଛି ନିଶା, ନିଶିଥିନୀ, ଯାମିନୀ, ରଜନୀ ଏବଂ ଶର୍ବରୀ।
ଲକ୍ଷ୍ମୀର ପ୍ରତିଶବ୍ଦ ଗୁଡ଼ିକ ହେଉଛି ପଦ୍ମାଳୟ, କମଳା, ଲୋକମାତା, ରମା ଏବଂ ମା। ସେହିପରି ଶବର ପ୍ରତିଶବ୍ଦ ଗୁଡ଼ିକ ହେଉଛି ମଡ଼ା, ମଢ଼, ମୂର୍ଦ୍ଧାର, ଲାସ୍। ସେହିପରି ସ୍ୱରର ପ୍ରତିଶବ୍ଦ ଗୁଡ଼ିକ ହେଉଛି ତୀର, ନାରାଜ, ବାଣ, ବିଶିଖ ଏବଂ ସାୟକ। ସେହିପରି ଶରୀରର ପ୍ରତିଶବ୍ଦ ଗୁଡ଼ିକ ହେଉଛି କଳେବର, କାୟା, ତନୁ ଏବଂ ଦେହ। ସେହିପରି ସନ୍ଧ୍ୟାର ପ୍ରତିଶବ୍ଦ ଗୁଡ଼ିକ ହେଉଛି ଗଧୂଳି, ଦିନାନ୍ତ, ନିଶିମୁଖ, ସଞ୍ଜ ଏବଂ ସାୟଂକାଳ। ସେହିପରି ସମୁଦ୍ରର ପ୍ରତିଶବ୍ଦ ଗୁଡ଼ିକ ହେଉଛି ଜଳଧି, ପାରାବାର, ପାରାନିଧି, ରତ୍ନାକର, ସାଗର ଏବଂ ସିନ୍ଧୁ। ସେହିପରି ସାଧନାର ପ୍ରତିଶବ୍ଦ ଗୁଡ଼ିକ ହେଉଛି ଅଧ୍ୟବସାୟ, ଉଦ୍ୟମ, ଚେଷ୍ଟା ଏବଂ ପ୍ରଯତ୍ନ। ସାପର ପ୍ରତିଶବ୍ଦ ଗୁଡ଼ିକ ହେଉଛି ଅହି, ଉରଗ, କୁଣ୍ଡଳୀ, ଚକ୍ଷୁସ୍ରବା, ଫଣି, ବିଷଧର, ଭୁଜକ, ଭୁଜଙ୍ଗ ଏବଂ ସର୍ପ। ସେହିପରି ସିଂହର ପ୍ରତିଶବ୍ଦ ଗୁଡ଼ିକ ହେଉଛି କେଶରୀ, ପଶୁପତି, ପଶୁରାଜ, ମୃଗପତି, ମୃଗରାଜ, ପଞ୍ଚାସ୍ୟ ଏବଂ ପଞ୍ଚାନନ। ସେହିପରି ସୁନାର ପ୍ରତିଶବ୍ଦ ଗୁଡ଼ିକ ହେଉଛି ସ୍ୱର୍ଣ୍ଣ, ସୁବର୍ଣ୍ଣ, ହିରଣ୍ୟ ଏବଂ ହେମାଙ୍କ। ସେହିପରି ସୂର୍ଯ୍ୟର ପ୍ରତିଶବ୍ଦ ଗୁଡ଼ିକ ହେଉଛି ଅର୍କ, ଅରୁଣ, ଅଂଶୁମାନ, ଅଂଶୁମାଳୀ, ଆଦିତ୍ୟ, ତପନ, ଦୀନନାଥ, ଦିବାକର, ପ୍ରଭାକର, ଭାନୁ, ରବି, ସବିତା ଏବଂ ବିକର୍ତ୍ତନ। ସେହିପରି ସ୍ତ୍ରୀର ପ୍ରତିଶବ୍ଦ ଗୁଡ଼ିକ ହେଉଛି ଅର୍ଦ୍ଧାଙ୍ଗିନୀ, ଘରଣୀ, ଜାୟା, ପତ୍ନୀ, ବଲ୍ଲଭୀ ଏବଂ ଭାର୍ଯ୍ୟା। ସେହିପରି ସ୍ୱର୍ଗର ପ୍ରତିଶବ୍ଦ ଗୁଡ଼ିକ ହେଉଛି ଗଲୋକ, ତ୍ରିଦେବ, ଦେବଲୋକ, ପରଲୋକ ଏବଂ ବୈକୁଣ୍ଠ। ସେହିପରି ହାତୀର ପ୍ରତିଶବ୍ଦ ଗୁଡ଼ିକ ହେଉଛି କରି, କୁର, ଗଜ, ଦୀପ, ଦିରଦ, ମାତଙ୍ଗୀ ଏବଂ ହସ୍ତୀ। ସେହିପରି ହିତର ପ୍ରତିଶବ୍ଦ ଗୁଡ଼ିକ ହେଉଛି କଲ୍ୟାଣ, ମଙ୍ଗଳ ଏବଂ ଶୁଭ। ସେହିପରି ହିସାବର ପ୍ରତିଶବ୍ଦ ଗୁଡ଼ିକ ହେଉଛି ଗଣନା, ନିର୍ଦ୍ଧାରଣ, ମୂଲ୍ୟାଙ୍କନ ଏବଂ ମୂଲ୍ୟାୟନ। ସେହିପରି ହୃଦୟର ପ୍ରତିଶବ୍ଦ ଗୁଡ଼ିକ ହେଉଛି ଅନ୍ତର ଏବଂ ବୁକୁ। ସେହିପରି ଗଙ୍ଗାର ପ୍ରତିଶବ୍ଦ ଗୁଡ଼ିକ ହେଉଛି ମନ୍ଦାକିନୀ, ଭାଗୀରଥୀ ଏବଂ ଜାହ୍ନବୀ।